ଚାଲନ୍ତୁ ଆଜି ଆଉ ଗୋଟିଏ ଆଭାସୀ ଗଳ୍ପ, ଯାହାର ନାଁ ହେଉଛି ବନ୍ଧୁ। ତେବେ ଶୁଣିବେ। ମହୁମାଛିଟା ଚିତ ହୋଇ ପଡ଼ିଥିଲା। ଟିକେ ଟିକେ ଗୋଡ଼ଗୁଡ଼ିକୁ ହଲେଇଥିଲା। ଉଠି ପଡ଼ି ଉଡ଼ିବାକୁ ଅଦମ ଯଥେଷ୍ଟ ଚଢ଼ିଥିଲେ ବି ସଫଳତା ହାତରେ ଲାଗୁନଥିଲା। ଅନ୍ୟ ଦୁଇ ମହୁମାଛି ତା ପାଖରେ ବସି ତାକୁ ପ୍ରବୋଧନ ଦେଲେ, ଭେଣ୍ଡିଆବଦ ଦେଲେ, କିନ୍ତୁ ତାକୁ ଉଠେଇବାର କୌଣସି ଚେଷ୍ଟା କରିବା ଦୃଷ୍ଟିଗୋଚର ହେଉନଥିଲା। ବନ୍ଧୁ ତାର ଦ୍ୱାଇ ଦେଇ ସେମାନେ ତାର ଏ ସହାୟତାର ଆନନ୍ଦ ନେଉଥିଲେ ବୋଲି ହଠାତ୍ ଅନ୍ୟ ଏକ ମହୁମାଛି ଉଡ଼ି ଉଡ଼ି ଆସିଲା। ଚିତ ହୋଇ ପଡ଼ିଥିବା ମହୁମାଛିର ଗୋଡ଼ ଦୁଇଟାକୁ ଗୋଡ଼ରେ ଧରି କିଛି ଦୂର ଟାଣି ନେଲା। ଚିତ ହୋଇ ପଡ଼ିଥିବା ମହୁମାଛିଟି କିଛି ଦୂର ଘୋଷାଡ଼ି ହୋଇ ଯାଉ ଯାଉ ସିଧା ହୋଇଗଲା ଓ ଆନନ୍ଦରେ ଉଡ଼ିଗଲା। ଅନ୍ୟ ଦୁଇ ମହୁମାଛି ଠାଁ ଟାକାରେ ଚାହିଁ ଧରିଥିଲେ।